Hello students, good morning to all of you in the Master Education channel. ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀର ଭୂଗୋଳ ବିଷୟର ପ୍ରଶ୍ନ ଉତ୍ତର ଦେଖିବା ବାର୍ଷିକ ପରୀକ୍ଷା ପାଇଁ। ଠିକ୍ ଅଛି ପିଲାମାନେ, ଦେଖ ଫାଷ୍ଟ ତମର ଦେଇଛି କ'ଣ ଶିକ୍ଷାର୍ଥୀଙ୍କ ନାମ। ଏଠି ତମ ନିଜ ନାଁ ଲେଖିବ, ତମ ରୋଲ ନମ୍ବର, ତମର ବିଭାଗ, ତାରିଖ, ବିଦ୍ୟାଳୟର ନାମ, ବ୍ଲକ ଆଉ ଜିଲ୍ଲା। ଠିକ୍ ଅଛି ପିଲାମାନେ, ଏଇତକ ଆଗ କମ୍ପ୍ଲିଟ୍ କରିଦେବ, ତାପରେ କୋଶ୍ଚିନ୍କୁ ଯିବା। ଦେଖ ପିଲାମାନେ, ତମର ପ୍ରଶ୍ନ ସଂଖ୍ୟା ଦେଇଛି କେତେ 31ଟା। ଠିକ୍ ଅଛି, ଛାଡ଼ ଆମେ ଯିବା ଏବେ ପ୍ରଶ୍ନକୁ ଡାଇରେକ୍ଟ ପିଲାମାନେ। ଠିକ୍ ଅଛି, ତମର 1 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଜଳ ସ୍ଥଳ ବାୟୁ ମଧ୍ୟରେ ପାରସ୍ପରିକ ସମ୍ପର୍କ ଥାଇ ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପିଲାମାନେ ପତଳା ସ୍ତରକୁ ଡ୍ୟାସ୍ କୁହାଯାଏ। ବାରିମଣ୍ଡଳ, ଜୈବମଣ୍ଡଳ, ଅଶ୍ମମଣ୍ଡଳ ଆଉ ବାୟୁମଣ୍ଡଳ କ'ଣ କୁହାଯାଏ? ତମେ ଉତ୍ତର କରିବ ପିଲାମାନେ। ଦେଇଛି ତାପରେ ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ମହାଦେଶୀୟ ପରିସଂସ୍ଥାକୁ ଡ୍ୟାସ୍ଟି ଭାଗରେ ବିଭକ୍ତ କରାଯାଇଛି। 4, 5, 3, 2 ୟାର ଉତ୍ତର ତମେ କରିବ। ଠିକ୍ ଅଛି ପିଲାମାନେ, 3 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଦୂରସ୍ଥାନକୁ ବେତାର ତରଙ୍ଗ ପ୍ରସାରଣ ଡ୍ୟାସ୍ ସ୍ତର ପାଇଁ ସମ୍ଭବ ହୋଇଥାଏ। ଟ୍ରପୋସ୍ଫିୟର, ଷ୍ଟ୍ରାଟୋସ୍ଫିୟର, ମେଜୋସ୍ଫିୟର, ଥର୍ମୋସ୍ଫିୟର ୟାର ଉତ୍ତର କରିବ ପିଲାମାନେ। ତାପରେ 4 ନମ୍ବର ପ୍ରଶ୍ନ କ'ଣ ଦେଇଛି, ନିକଟବର୍ତ୍ତୀ ସମପ୍ରାୟ ଭୂମିରୁ ହଠାତ୍ ଉପରକୁ ଉଠିଥିବା ଭୂମିରୂପକୁ ଡ୍ୟାସ୍ କୁହାଯାଏ। ପାର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା। ତାପରେ ପ୍ରଶ୍ନ, ଡାକର ଠିକ୍ ଓ ଦକ୍ଷ ବିତରଣ ପାଇଁ ଡ୍ୟାସ୍ ମସିହାରେ ଡାକ ପିନ୍କୋଡ୍ ବ୍ୟବସ୍ଥା କରାଗଲା। 1975, 1972, 1978 ନା 1973? ଠିକ୍ ଅଛି ପିଲାମାନେ। ତାପରେ 6 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଦେଖ ପିଲାମାନେ, କାଳବୈଶାଖୀ ଡ୍ୟାସ୍ ଶ୍ରେଣୀର ଉଦାହରଣ ଅଟେ। ନିୟତ ବାୟୁ ପ୍ରବାହ, ଆକସ୍ମିକ ବାୟୁ ପ୍ରବାହ, ଆକସ୍ମିକ ବାୟୁ ପ୍ରବାହ, ସ୍ଥାନୀୟ ବାୟୁ ପ୍ରବାହ ନା ସାମୟିକ ବାୟୁ ପ୍ରବାହ? ଠିକ୍ ଅଛି ପିଲାମାନେ, ତାପରେ ନେକ୍ସଟ କୋଶ୍ଚିନ୍କୁ ଯିବା। ଦେଖ ପିଲାମାନେ, ତାପରେ 2 ନମ୍ବର ପେଜ୍ର ତମର ପ୍ରଶ୍ନ କ'ଣ ଦେଇଛି, ପାର୍ଶ୍ୱସ୍ଥ କୋଠରୀ ମଧ୍ୟରୁ ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି ପିଲାମାନେ, ପାର୍ଶ୍ୱସ୍ଥ ଚିତ୍ରରେ ଏ ଚିହ୍ନିତ ସ୍ଥାନଟି ଆଗ୍ନେୟଗିରିର କେଉଁ ଅଂଶକୁ ସୂଚାଉଛି? ମୁଖ ଗହ୍ୱର ନା ଗ୍ରୀବାପଥ ନା ମାଗ୍ନା କୋଠରୀ ନା ଲାଭା? ଠିକ୍ ଅଛି ପିଲାମାନେ, ୟାର ଉତ୍ତର ଲେଖିବ। ତାପରେ 8 ନମ୍ବର ପ୍ରଶ୍ନ ଦେଇଛି, ସହରାଞ୍ଚଳରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ? କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ, ଜାଳେଣୀ ପାଇଁ କାଠର ବହୁଳ ବ୍ୟବହାର, ଯାନବାହନରୁ ନିର୍ଗତ ଧୂଆଁ, ବନାଗ୍ନିରୁ ନିର୍ଗତ ଧୂଆଁ। ଠିକ୍ ଅଛି ପିଲାମାନେ, ତାପର ପ୍ରଶ୍ନ ପିଲାମାନେ, ୟାର ଅପସନ୍ ବି ଅଛି। ଏଇ 4ଟାଙ୍କ ଅପସନ୍କୁ ଦେଖିକି କେଉଁଟା ଠିକ୍ ତମେ ଉତ୍ତର କରିବ। I ଠିକ୍ ନା II ଠିକ୍ ନା IIIକୁ IV ଠିକ୍ ନା Iକୁ III ଠିକ୍? ଠିକ୍ ଅଛି ପିଲାମାନେ, ଏଇଟା ହେବ ତମର ଉତ୍ତର କ'ଣ, Iକୁ III ଠିକ୍। ଏ ଘ ଉତ୍ତର ତମର ରାଇଟ୍ ଆନ୍ସର ହେବ ପିଲାମାନେ। ତାପରେ ନେକ୍ସଟ କୋଶ୍ଚିନ୍ ଦେଖ ପିଲାମାନେ, ଗ୍ରାନାଇଟ୍ରେ ବଡ଼ ଧରଣର ସ୍ଫଟିକ ସୃଷ୍ଟି ହେବାର କାରଣ କ'ଣ? ଲାଭା ଦ୍ୱାରା ଶୀତଳ ହେବା ଦ୍ୱାରା, ମାଗ୍ମା ଧୀରେ ଧୀରେ ଶୀତଳ ହେବା ଦ୍ୱାରା, ଜଳରାଶିରେ ଶିଳାରେଣୁର ସଞ୍ଚୟ ପ୍ରକ୍ରିୟା, ଶିଳାସ୍ତରରେ ଅତ୍ୟଧିକ ଚାପର ପ୍ରଭାବ। ଠିକ୍ ଅଛି ପିଲାମାନେ। 10 ନମ୍ବର ପ୍ରଶ୍ନ ତମର କ'ଣ ଦେଇଛି, ତୁମେ କୋଚିରୁ ଲାକ୍ଷାଦ୍ୱୀପ ବୁଲିବା ପାଇଁ ଯିବ। ସେଠାକୁ ଯିବା ପାଇଁ ତୁମେ କେଉଁ ପରିବହନ ବ୍ୟବସ୍ଥାର ବ୍ୟବହାର କରିବ? ଠିକ୍ ଅଛି ପିଲାମାନେ, ଜଳ ପରିବହନ, ରେଳ ପରିବହନ ନା ସଡ଼କ ପରିବହନ ନା ଆକାଶ ପରିବହନ? ୟାର ଅପସନ୍ କ'ଣ ଦେଇଛି ପିଲାମାନେ, II ଠିକ୍ ଉତ୍ତର ନା IIIକୁ IV ଠିକ୍ ଉତ୍ତର ନା III ଠିକ୍ ଉତ୍ତର ନା Iକୁ V ଠିକ୍ ଉତ୍ତର? ଠିକ୍ ଅଛି ପିଲାମାନେ, ଏବେ ନେକ୍ସଟ ପେଜ୍କୁ ଯିବା। ତାପରେ ପେଜ୍ର 11 ନମ୍ବର ପ୍ରଶ୍ନ ତମର କ'ଣ ଦେଇଛି, ହିମାଚଳ ପ୍ରଦେଶର ଭୂମିରୂପକୁ ଦର୍ଶାଇବା ପାଇଁ କେଉଁ ସମୋଳ ରେଖାର ବ୍ୟବହାର କରାଯିବ? ଫାର୍ଷ୍ଟଟା ନା ସେକେଣ୍ଡଟା ନା ଥାର୍ଡ଼ଟା ନା ଫୋର୍ଥଟା? ଠିକ୍ ଅଛି ପିଲାମାନେ। ନେକ୍ସଟ କୋଶ୍ଚିନ୍ କ'ଣ ଦେଇଛି, ପିଲାମାନେ, ଜାଭାଲା ଭୂତଳ ଜଳର କାର୍ଯ୍ୟ ଷ୍ଟ୍ରାକ୍ କ'ଣ ହେବ ପିଲାମାନେ? ସେମିତି ଉତ୍ତର ନାତିଶୀତୋଷ୍ଣ ମଣ୍ଡଳଟା ଦେଇଛି 23.1/2 ଡିଗ୍ରୀ ଉତ୍ତରରୁ। ଉତ୍ତର ଅକ୍ଷାଂଶ ଦକ୍ଷିଣ ହିମମଣ୍ଡଳଟା କ'ଣ ହେବ ପିଲାମାନେ? ଠିକ୍ ଅଛି, ଦକ୍ଷିଣ ହିମମଣ୍ଡଳଟା କ'ଣ ହେବ, ଉତ୍ତର ଲେଖିବ। ତାପରେ ନେକ୍ସଟ କୋଶ୍ଚିନ୍କୁ ଯିବା। ତାପରେ ପ୍ରଶ୍ନ କ'ଣ ଦେଇଛି ପିଲାମାନେ, ଦେଖ ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ ହେଲା କ'ଣ ଦେଇଛି, କାଲାହାରି ମରୁଭୂମି। ଦକ୍ଷିଣ ଆମେରିକାର ଦକ୍ଷିଣ ପୂର୍ବ ପାର୍ଶ୍ୱଟା କେଉଁ ମରୁଭୂମି ଲେଖିବ? ତାପରେ ତ ଦେଇଛି ସଂକ୍ଷିପ୍ତ ଟିପ୍ପଣୀ ପିଲାମାନେ, ଏଇଟା ଦେଇଛି କ'ଣ, ର୍ୟାଞ୍ଚ ଦେଇଛି ପିଲାମାନେ। ରୁହ ଟିକେ ଦେଖିକି ତମମାନଙ୍କୁ କହୁଛି।
हाँ पिलाने रांच ही देछि तापरे 16 नंबर रे कोन देछि जनसंख्यार घनत्व 17 नंबर देछि सामूहिक वायु प्रवाह तापर पेज क्वेश्चन को तापर प्रश्न देछि भौगोलिक कारण दर्शाओ पिलाने खाद्य खादक संपर्क दृष्टि शक्ति पिरामिड रो विभिन्न स्तर और भारसाम्य रहिबा निहाती दरकार 19 नंबर प्रश्न देछि समतल अंचल रे सघन और सकेंद्रिक जनबसति देखा मिले तापर 20 नंबर प्रश्न देछि बन्या भली प्राकृतिक विपर्य समय आकाशपथ गुरुत्वपूर्ण भूमिका ग्रहण करिथाए ठीक अच्छे पिलाने तापर क्वेश्चन देछि निरक्ष वृत्तर उभय पार्श्व 10 डिग्री उत्तर और दक्षिण सामक्ष्य रेखा मध्य चिरहरित अरण्य देखा जाए ठीक अच्छे पिलाने तापरे कौन नेक्स्ट पेज क्वेश्चन को जीवा पेज रो क्वेश्चन देछि पिलाने पार्थक्य दर्शेब ग्राम्य जनबसति सहरांचल जनबसति परिचलन वृष्टिपात शैलक्षेप वृष्टिपात ठीक अच्छे पिलाने नेक्स्ट पेज को जीवा देख पिलाने तापर पेज रे कौन पार्थक्य देछि गुरु जुआर को लघु जुआर तापर देछि 50 शब्द रे उत्तर लिखियो पिलाने 50 शब्द रे कौन 25 नंबर प्रश्न देछि आमाजन अववाहिका और गंगा अववाहिकार अधिवासी जीवन यापन प्रणाली तारतम्य परिलक्षित होता है यार कारण कौन बोली भावुच तापर तारे देछि प्रेरी अंचलर लोहित भारतीय माने पशुपालन कर जीविका अर्जन करिथांते यार कारण कौन होइतिबो बोली भावुच लेख ठीक अच्छे पिलाने नेक्स्ट पेज क्वेश्चन को जीवा देख पिलाने तापर तुम प्रश्न देछि तुम अंचल मृत्तिका प्रदूषण क्रमागत भाव में वृद्धि पाइबारे लागिछि याहाको ह्रास करिया पई केउ सबु पदक्षेप ग्रहण करा जाय परिबो बोली भावुच ठीक अच्छे पिलाने दिल्ली भली महानगरी जनसंख्यार घनत्व परिवेश को प्रदूषण किपरि भाव में प्रभावित करुछि लेख ठीक अच्छे पिलाने नेक्स्ट पेज क्वेश्चन को जीवा एबे तापर तुम प्रश्न देछि पिलाने कौन देख प्रदत्त सामुद्रिक सूत्र मानचित्र को देखि प्रश्न 27 रु 31 पर्यंत दिया जायथिबा सामुद्रिक स्रोत गुड़िक चिन्हट कर तुम 27 नंबर प्रश्न कौन देछि दक्षिण निरक्षीय स्रोत क्यूरोसियो स्रोत उत्तर प्रशांत महासागरीय स्रोत कैलिफोर्निया स्रोत हेम्बोल्ट स्रोत ठीक अच्छे पिलाने भिडियोटी को लाइक कमेंट और सब्सक्राइब करो या द्वारा मुझे तुमको अलग श्रेणी सब वार्षिक परीक्षार नुआ नुआ प्रश्न दे पारि पिलाने नुआ नुआ भिडियो तुम पाक आग जीव ऑल बेल नोटिफिकेशन को ऑन करके रखी था ठीक अच्छे पिलाने सब्सक्राइब करके ऑल बेल नोटिफिकेशन को ऑल कर दियो ठीक अच्छे पिलाने रहुची बाय बाय।